ପ୍ରଚାରରେ ଆପଣମାନେ ସମସ୍ତେ ଜାଣିଛନ୍ତି କିଭଳି ଭାବରେ ଏକ ଦୁଃଖଦାୟକ ଘଟଣା ଘଟିଥିଲା। ଯେଉଁଥିରେ ପ୍ରାୟ 3 ଜଣ ଲୋକ ସେଥିରେ ତାଙ୍କର ହରାଇଥିଲେ। ସେଇ ଉଦ୍ଦେଶ୍ୟରେ ତାଙ୍କର ଉଦ୍ଦେଶ୍ୟରେ ଆଜି ଆମର ବିଜୁ ଜନତା ଦଳ ତରଫରୁ ଭୁବନେଶ୍ୱର ଜିଲ୍ଲା ସଭାପତି ଆଜି ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଇଛି। ଏଥିରେ ଆମର ଏଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ହେଇଛି। କେବଳ 3 ଜଣ ସେମାନେ ଆସିଥିଲେ ଖୁସିରେ ରଥଯାତ୍ରା ଦେଖିବା ପାଇଁ, କିନ୍ତୁ ଏଭଳି ସମୟରେ ତାଙ୍କର ଦେହାନ୍ତ ହେଇଗଲା, ଯାହାଫଳରେ କି ତାଙ୍କ ପରିବାରର ନିଶ୍ଚିନ୍ତ ଭାବରେ ଏ ଯୋଉ ଶୂନ୍ୟସ୍ଥାନ କେବେ ବି ପୂରଣ କରାଯାଇପାରିବ ନାହିଁ। ସେଇ ଉଦ୍ଦେଶ୍ୟରେ ଆଜି ଆମର ସରକାରଙ୍କ ନିଶ୍ଚିନ୍ତ ଭାବରେ ଏଭଳି ଏକ ଅଘଟଣ ଦେଖିବେ ରଥଯାତ୍ରା ସମୟରେ ଅବହେଳା ଯୋଗୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥ ପାଦେ ଚାଲିପାରିଲାନି। ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଆଜି ଆପଣ ଦେଖନ୍ତୁ କିଭଳି ଭାବରେ ଗତକାଲି କିଭଳି ଭାବରେ 17 ଜଣଙ୍କର ମୃତ୍ୟୁ ଘଟିଲା। ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଅମର ଆତ୍ମାର ସଦ୍ଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଆଜି ଆମେ ପ୍ରାର୍ଥନା କରୁଛୁ ଦୀପ ଜାଳିକି ମହାପ୍ରଭୁ ତାଙ୍କର ଶାନ୍ତି ଦିଅନ୍ତୁ। ଆଉ ସବୁଠାରୁ ବଡ଼ କଥା ହେଉଛି ବହୁତ ଦୁଃଖ ଲାଗୁଛି ଯେତେବେଳେ ଏଇଭଳି ଅବ୍ୟବସ୍ଥା ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ଜୀବନ ଯାଉଛି କୌଣସି ପୂଜା ପାର୍ବଣରେ, ଆଉ ବିଶେଷ କରି ରଥଯାତ୍ରା ଯିଏକି ସାରା ପୃଥିବୀ ବିଖ୍ୟାତ, ସେଇଠି ଯେତେବେଳେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହେଉଛି ସେତେବେଳେ ଏଟାକୁ ଆମେ କେମିତି ଗ୍ରହଣ ମଧ୍ୟ କରିପାରୁନାହୁଁ। ଆଉ ତା ସହିତ ଏଇ ଯେଉଁ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହେଇଛି ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ଆମେ ଏଇଠି ଦୀପଦାନ କରିଛୁ। ରଥଯାତ୍ରାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ପ୍ରତି ମୁଁ ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ସେମାନଙ୍କର ଅନ୍ତରାତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ଇଏ ଗୋଟେ ବଡ଼ ଦୁଃଖର ବିଷୟ, କାରଣ ଯେଉଁମାନେ ସବୁ ଘରୁ ବାହାରିକରି ଆସିଥିଲେ ଯେ ଠାକୁରଙ୍କର ଦର୍ଶନ ଖୁସିରେ କରି ଘରକୁ ଯିବେ ବୋଲି, କିନ୍ତୁ ତାହା ହେଲା ନାହିଁ। ଏହା ଦ୍ୱାରା ସେ 3 ଜଣ ଲୋକଙ୍କର ଯେଉଁ ଚଳାଚକଟରେ ମୃତ୍ୟୁବରଣ କଲେ, ସେଥିପାଇଁ ମୁଁ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବରେ ନିନ୍ଦା କରୁଛି। କେବଳ ପ୍ରଶାସନର ଅପାରଗତା ଯୋଗୁଁ ଆଜି ଏଇ ପ୍ରକାର ଅଘଟଣ ଘଟିଛି। ନହେଲେ ଯଦି ପ୍ରଶାସନର ସେଠି ପୋଲିସ କର୍ମଚାରୀ ମାନେ ଥାନ୍ତେ କି ସେଠି କୌଣସି ଭଲେଣ୍ଟିୟର୍ସ ଥାନ୍ତେ ତାହେଲେ ଏ ପ୍ରକାର ହେଇପାରିନଥାନ୍ତା। କାରଣ ମୋର କିଛି ବନ୍ଧୁ ମଧ୍ୟ ସେଠି ଥିଲେ ସେଦିନ, ସେମାନେ କହିଲେ ଯେତେବେଳେ ଏସବୁ ଘଟଣା ଘଟିଲା ସେତେବେଳେ ଗୋଟିଏ ହେଲେ ପୋଲିସ ବି ସେ ଜାଗାରେ ନଥିଲେ, ଯାହାଦ୍ୱାରା ଏ ପ୍ରକାର ଘଟଣାଟି ଘଟିଲା। ଯଦି ପୋଲିସ ଥାନ୍ତେ କେବେ ହେଲେ ଏ ପ୍ରକାର ଘଟଣା ଘଟିଲା। ଏଥିପାଇଁ ସବୁ ଦାୟୀ ପ୍ରଶାସନକୁ ଦଉଛି। ବିଜେପି ସରକାରର ଏ ପ୍ରକାର ଅବ୍ୟବସ୍ଥା, ଯାହାଦ୍ୱାରା ଲୋକଙ୍କର ପରିବାରର ଜୀବନ ଚାଲି ଯାଇଛି। ଆପଣ ତ ଭାବନ୍ତୁ ଏଇ ସମୟରେ ସେ ପରିବାର ଲୋକ କୋଉ ମାତ୍ରାରେ ମର୍ମାହତ ହେଉଥିବେ। ସେଥିପାଇଁ ଆଜି ଆମର 15 ନମ୍ବର ୱାର୍ଡରେ କର୍ପୋରେଟର ପିଙ୍କି ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଆମେ ଗୋଟିଏ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲୁ। ଏଥିରେ ଆମର ମେୟର, ଆମର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଏକାମ୍ର ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅନ୍ତନାର ଜଣେ ମଧ୍ୟମ ବିଧାୟକ ମଧ୍ୟ ସମସ୍ତେ ଉପସ୍ଥିତ ଥିଲେ। ତା ସହିତ ଦଳୀୟ କର୍ମକର୍ତ୍ତା, କର୍ପୋରେଟର ଭାଇମାନେ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଆଜି ଏ କାର୍ଯ୍ୟ ପାଇଁ ସମସ୍ତେ ଦୁଃଖିତ ହୋଇଛନ୍ତି। ସେଥିପାଇଁ ମୁଁ ଶେଷରେ ଆଉ ଥରେ କହୁଛି, ସେମାନଙ୍କର ଅନ୍ତରାତ୍ମାର ସଦ୍ଗତି ହଉ। ଜୟ ଜଗନ୍ନାଥ।